ଗୋଟିଏ ଝିଅର ମସ୍ତିଷ୍କରେ ହୋଇଥିବା ବିରଳ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଥିଲା ଅତି ସୂକ୍ଷ୍ମ ଅସ୍ତ୍ରୋପଚାର। ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ବିପଜ୍ଜନକ ଥିଲା ଏବଂ ଏକ ଗବେଷଣା କେନ୍ଦ୍ରର ଅସ୍ତ୍ରୋପଚାର ପ୍ରକୋଷ୍ଠରେ ଏହା ଅନୁଷ୍ଠିତ ହେଲାବେଳେ ସେଠାରେ ଉପସ୍ଥିତ ଥିଲେ ଅନେକ ଡାକ୍ତର ଓ ଡାକ୍ତରୀ ଛାତ୍ର। ଅସ୍ତ୍ରୋପଚାର ଆରମ୍ଭ ହେବା ପୂର୍ବରୁ ଯେଉଁ ଡାକ୍ତର ତାହା କରିବାକୁ ଯାଉଥିଲେ ସେ ଝିଅକୁ ପଚାରିଲେ, ତମେ କିଛି ପ୍ରଶ୍ନ କରିବାକୁ ଚାହୁଁଛ କି? ଝିଅଟି ଉତ୍ତର ଦେଲା, ମୁଁ କ'ଣ ଆପଣଙ୍କ ପାଇଁ ପ୍ରାର୍ଥନା କରିପାରିବି କି? ଏହା କହି ସମସ୍ତେ ଚାହିଁ ରହିଥିବା ବେଳେ ଝିଅଟି ସେହି ଡାକ୍ତରଙ୍କର ମହାନ ପ୍ରତିଭା ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲା ଏବଂ ଅସ୍ତ୍ରୋପଚାର କାର୍ଯ୍ୟକୁ ଈଶ୍ୱରଙ୍କ ହସ୍ତରେ ଅର୍ପଣ କରି ଡାକ୍ତରଙ୍କୁ ଆବଶ୍ୟକୀୟ ଜ୍ଞାନ ଦେବା ନିମନ୍ତେ ନିବେଦନ କଲା। ଆମେ ଯେତେବେଳେ ବିନା ସଂକୋଚରେ ଧନ୍ୟବାଦ ସହ ଆମର ସମସ୍ତ ଆବଶ୍ୟକତା ପାଇଁ ତାଙ୍କ ନିକଟରେ ବା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ, ତାହା ଅତ୍ୟନ୍ତ ଈଶ୍ୱରଙ୍କୁ ପ୍ରୀତ କରେ। ତାର ଜୀବନ ରକ୍ଷା ପାଇଁ ଝିଅଟି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିନଥିଲା, କାରଣ ସେ ଯେ ବଞ୍ଚିବା ନିମନ୍ତେ କେଡ଼େ ଆକାଂକ୍ଷିତ ଈଶ୍ୱର ତାହା ଜାଣନ୍ତି ବୋଲି ସେ ନିଶ୍ଚିତ ଭାବରେ ତାହା ଜାଣିଥିଲା। ସେଥିପାଇଁ ସେ କେବଳ ଡାକ୍ତରଙ୍କର ବିଶେଷ ଜ୍ଞାନ ଓ ପ୍ରତିଭା ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲା ଏବଂ ସେହି ପରମ ବୈଦ୍ୟଙ୍କ ହାତରେ ନିଜକୁ ଅର୍ପଣ କରିଦେଲା। ସେଦିନ ଝିଅଟି ଏକ ନୂଆ ଜୀବନ ପ୍ରାପ୍ତ ହେଲା ଏବଂ ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ ମଧ୍ୟ ସତ୍ୟ ଜୀବିତ ଈଶ୍ୱରଙ୍କ ଉପରେ ବିଶ୍ୱାସ ସ୍ଥାପନର ଏକ ଜ୍ୱଳନ୍ତ ଉଦାହରଣ ଦେଖିଲେ। ଈଶ୍ୱରଙ୍କର ଜଣେ ଦାସ ଲେଖିଥିଲେ, ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ପ୍ରିୟ ବନ୍ଧୁଗଣ, ଗୋଟିଏ କଥା ଲକ୍ଷ୍ୟ କରନ୍ତୁ, ଆପଣ ଯାହା ପାଇବାକୁ ଚାହାନ୍ତି ସେସବୁ ଯେ ଈଶ୍ୱର ଆପଣଙ୍କୁ ଦେବେ ସେ କଥା ଆଦୌ ସେ କହିନାହାନ୍ତି, କିନ୍ତୁ ଏ କଥା ନିଶ୍ଚୟ କହିଛନ୍ତି, ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି ତାହା ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। କି ସୁନ୍ଦର ଉପହାର! ହଁ ବନ୍ଧୁଗଣ, ପ୍ରାର୍ଥନାରେ ଯେତେବେଳେ ଧନ୍ୟବାଦ ଦିଆଯାଏ ତାହା ଆମମାନଙ୍କର ବୋଝକୁ ଉଠାଇପାରେ।